नमस्कार। ओम नमो भगवते वासुदेवाय। ଆଜି ଆମେ ପୁଣି ଏକାଠି ହେଇଛେ ଗୀତାର ଗଭୀର ଜ୍ଞାନ ସମୁଦ୍ରରେ ବୁଡ଼ ପକେଇବା ପାଇଁ। ଆମେ ଆଲୋଚନା କରିବା ଶ୍ରୀମଦ୍ ଭଗବତ୍ ଗୀତାର ଦ୍ୱିତୀୟ ଅଧ୍ୟାୟ, ମାନେ ସାଂଖ୍ୟ ଯୋଗର 22ତମ ଶ୍ଲୋକ। ଏଇଟା ଏମିତି ଗୋଟେ ଶ୍ଲୋକ ଯୋଉଠି ଭଗବାନ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କୁ ବୁଝଉଛନ୍ତି କୁରୁକ୍ଷେତ୍ର ମଝିରେ ଆତ୍ମା କେମିତି ଅମର ଆଉ ଶରୀର କେମିତି ନଶ୍ୱର ସେ ବିଷୟରେ ବହୁତ ସୁନ୍ଦର ଭାବରେ। ଏ ଆଲୋଚନା ଆମକୁ ଜୀବନ, ମୃତ୍ୟୁ ଆଉ ଆମ ନିଜର ପ୍ରକୃତ ସ୍ୱରୂପ ବିଷୟରେ ବହୁତ କିଛି ଶିଖେଇବ। ତେଣୁ ମୋର ଅନୁରୋଧ, ଏହାର ପୁରା ଅର୍ଥଟାକୁ ଠିକ୍ସେ ବୁଝିବା ପାଇଁ ଆମ ସାଙ୍ଗରେ ଶେଷ ଯାଏ ରୁହନ୍ତୁ। ଆଉ ହଁ, ଯଦି ଏମିତି ଆଧ୍ୟାତ୍ମିକ କଥା ଆପଣଙ୍କୁ ଭଲ ଲାଗେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ତାହେଲେ ଆଗକୁ ଯାହା ଆଲୋଚନା ହବ ଆପଣ ସହଜରେ ଜାଣିପାରିବେ। ଆମର ଆଜିର ଚେଷ୍ଟା ରହିବ କି ଖାଲି ଶ୍ଲୋକର ମାନେ ନୁହଁ, ବରଂ ତା ଭିତରେ ଥିବା ଗଭୀର କଥା, ଆମ ଜୀବନ ପାଇଁ ତାର ମହତ୍ତ୍ୱ, ଆଉ ସେତେବେଳେ ଅର୍ଜୁନଙ୍କ ପାଇଁ ଆଉ ଆଜି ଆମ ପାଇଁ ଏଥିରୁ କ'ଣ ଶିଖିବାର ଅଛି ସେ ସବୁ ଜାଣିବା। ଠିକ୍ ଅଛି, ତାହେଲେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଶ୍ଲୋକଟି ଶୁଣିବା। ନିଶ୍ଚୟ। ଶ୍ଲୋକଟି ହେଉଛି ସ୍ପଷ୍ଟ ଓ ଶୁଦ୍ଧ ଉଚ୍ଚାରଣରେ ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହଣାତି ନରୋ ଅପରାଣୀ ତଥା ଶରୀରାଣୀ ବିହାୟ ଜୀର୍ଣ୍ଣା ନ୍ୟାନ୍ୟାନି ସଂୟାତି ନବାନି ଦେହି। 22। ବାଃ, ବହୁତ ସୁନ୍ଦର ଉଚ୍ଚାରଣ। ଏହାର ସରଳ ଅର୍ଥଟା ଟିକେ କହିବେ କି? ହଁ, ଦେଖନ୍ତୁ, ଏହାର ଅର୍ଥ ବହୁତ ସିଧା। ଯେମିତି ଜଣେ ମଣିଷ ମାନେ ନର ପୁରୁଣା ବା ଚିରାଫଟା ଲୁଗାକୁ ବାସାଂସି ଜୀର୍ଣ୍ଣାନି ଛାଡ଼ିଦିଏ ବିହାୟ, ଆଉ ନୂଆ ଲୁଗା ନବାନି ଅପରାଣୀ ପିନ୍ଧେ ବା ଗ୍ରହଣ କରେ ଗୃହଣାତି। ଠିକ୍ ସେହି ମଧୁରୀ ଦେହି ମାନେ ଆତ୍ମା ସେ ପୁରୁଣା ବା ଜୀର୍ଣ୍ଣ ହୋଇଯାଇଥିବା ଶରୀରକୁ ଶରୀରାଣୀ ଜୀର୍ଣ୍ଣାନି ଛାଡ଼ିଦିଏ ବିହାୟ, ଆଉ ଅନ୍ୟ ନୂଆ ଶରୀର ଅନ୍ୟାନି ନବାନି ଧାରଣ କରେ ସଂୟାତି। ଆଚ୍ଛା, ମାନେ ଲୁଗା ବଦଳେଇଲା ଭଳି କଥା। ଏତେ ସହଜ ଉପମା, କିନ୍ତୁ ଲାଗୁଛି ଏହା ଭିତରେ ବହୁତ ଗଭୀର ତତ୍ତ୍ୱ ଲୁଚି ରହିଛି। ନିଶ୍ଚିତ ଭାବରେ ଏଇଟାଇ ତ ଗୀତାର ବିଶେଷତ୍ୱ, ସରଳ କଥାରେ ଗଭୀର ସତ୍ୟ। ଏଠି ସବୁଠୁ ବଡ଼ କଥା ହେଲା ଶରୀର ଆଉ ଆତ୍ମା ଭିତରେ ଫରକଟାକୁ ସ୍ପଷ୍ଟ କରିବା। ଭଗବାନ ଦେଖେଇ ଦଉଛନ୍ତି ଯେ ଶରୀରଟା ଖାଲି ଗୋଟେ ବସ୍ତ୍ର, ଗୋଟେ ପୋଷାକ। ପୋଷାକ କ'ଣ ହୁଏ? ପିନ୍ଧୁ ପୁରୁଣା ହୁଏ, ଚିରିଯାଏ, ମଇଳା ବି ହୁଏ। ଆମେ ତାକୁ ଫୋପାଡ଼ି ଦେଇ ନୂଆ ପିନ୍ଧୁ। ଲୁଗାଟା ଆମେ ନୁହଁ, ଲୁଗାଟା ଖାଲି ବାହାରର ଆବରଣ। ଠିକ୍ କଥା। ଠିକ୍ ସେମିତି ଶରୀରଟା ବି ସବୁଦିନ ପାଇଁ ନୁହେଁ। ପିଲାଦିନ, ଯୁବକ ଅବସ୍ଥା, ବୁଢ଼ାପା ଏମିତି ବଦଳୁଥାଏ। ରୋଗ ହୁଏ, ଦୁର୍ବଳ ହୁଏ, ଆଉ ଶେଷରେ ମରିଯାଏ, ମାନେ ଆଉ କାମକୁ ଆସେନି। କିନ୍ତୁ ଦେହି, ମାନେ ଯିଏ ଏଇ ଶରୀର ରୂପକ ଲୁଗାଟାକୁ ପିନ୍ଧିଛି, ସେଇ ଆତ୍ମା। ସେ ଅମର। ହଁ, ସେ ହେଉଛି ସେଇ ଲୁଗା ପିନ୍ଧା ଲୋକ ଭଳି। ସେ ନିତ୍ୟ, ତାର ବିନାଶ ନାହିଁ, ସେ ଅମର। ଯେତେବେଳେ ଗୋଟେ ଶରୀର ଜୀର୍ଣ୍ଣ ହେଇଗଲା, ଆତ୍ମା ସେ ଶରୀରଟାକୁ ଛାଡ଼ିଦେଇ ଆଉ ଗୋଟେ ନୂଆ ଶରୀରକୁ ଚାଲିଯାଏ। ତେଣୁ ଯାହାକୁ ଆମେ ମୃତ୍ୟୁ କହୁଛେ, ସେଇଟା ପ୍ରକୃତରେ ଆତ୍ମାର ଶେଷ ନୁହେଁ। ମାନେ ଖାଲି ଗୋଟେ ପରିବର୍ତ୍ତନ, ଗୋଟେ ଘରୁ ଆଉ ଗୋଟେ ଘରକୁ ଗଲା ଭଳି। ହଁ, ବିଲକୁଲ, ଗୋଟେ ପୋଷାକ ବଦଳାଇଲା ଭଳି। ଏହା ଏକ ଯାତ୍ରାର ପରବର୍ତ୍ତୀ ପାହାଚ ମାତ୍ର। ଆଚ୍ଛା, ଏ କଥାଟା ସେତେବେଳେ ଯୁଦ୍ଧ ଭିତରେ ଅର୍ଜୁନଙ୍କ ପାଇଁ ଏତେ ଜରୁରୀ କାହିଁକି ଥିଲା? ତାଙ୍କ ମନର ଅବସ୍ଥା ପାଇଁ ଏହାର କ'ଣ ଆବଶ୍ୟକତା ଥିଲା? ଏଟା ଗୋଟେ ବହୁତ ଭଲ ପ୍ରଶ୍ନ। କାରଣ ଗୀତାର ପୁରା ଉପଦେଶ ତ ଅର୍ଜୁନଙ୍କର ସେଇ ଦୁଃଖ ଆଉ ମୋହକୁ ଦୂର କରିବା ପାଇଁ। ଅର୍ଜୁନ କାହିଁକି ବ୍ୟସ୍ତ ଥିଲେ ଭାବନ୍ତୁ ଟିକେ। ସେ ଯୁଦ୍ଧକ୍ଷେତ୍ରରେ ଦେଖୁଛନ୍ତି ତାଙ୍କ ନିଜ ଲୋକଙ୍କୁ, ଜେଜେବାପା ଭୀଷ୍ମ, ଗୁରୁ ଦ୍ରୋଣ, ଭାଇମାନେ, ସାଙ୍ଗସାଥୀ। ହଁ, ଯାହାଙ୍କ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ। ଠିକ୍। ଆଉ ସେ ଭାବିଲେଣି ଏମାନେ ସବୁ ମରିଯିବେ, ଏମାନଙ୍କୁ ମାରିବାକୁ ପଡ଼ିବ। ଏଇ ଚିନ୍ତାରେ ସେ ପୁରା ଭାଙ୍ଗି ପଡ଼ିଲେ, ଡରିଗଲେ, ଦୁଃଖ କଲେ, କହିଲେ ମୁଁ ଲଢ଼ିବିନି। ବୁଝିଲି, ତାଙ୍କର ମୋହଟା ଶରୀରକୁ ନେଇଥିଲା, ସମ୍ପର୍କକୁ ନେଇଥିଲା। ଏକଦମ। ଏଇ ଶରୀରଗୁଡ଼ାକ ନଷ୍ଟ ହେଇଯିବ, ସମ୍ପର୍କ ଛିଣ୍ଡିଯିବ, ମହାପାପ ହେବ, ଏଇ ସବୁ ସେ ଭାବୁଥିଲେ। ତ ଏଇ ସମୟରେ ହିଁ ଭଗବାନ ଏଇ ଲୁଗା ବଦଳେଇବାର ଉପମା ଦେଲେ। ଏଟା ଖାଲି ମନ ବୁଝେଇବା କଥା ନଥିଲା, ଏଇଟା ଥିଲା ପ୍ରକୃତ ସତ୍ୟ। ଭଗବାନ ବୁଝେଇଲେ, ତୁ ଯେଉଁମାନଙ୍କ ପାଇଁ ଏତେ ଶୋକ କରୁଛୁ, ସେମାନେ ପ୍ରକୃତରେ ସେଇ ଶରୀର ନୁହନ୍ତି, ସେମାନେ ଅମର ଆତ୍ମା। ଯୁଦ୍ଧରେ ଖାଲି ତାଙ୍କର ଶରୀର ନଷ୍ଟ ହେବ, ଯେମିତି ପୁରୁଣା ଲୁଗା ଫୋପଡ଼ାଯାଏ। ସେ ଆତ୍ମାମାନେ ପୁଣି ନୂଆ ଶରୀର ପାଇବେ। ଆତ୍ମାକୁ କିଏ ମାରିପାରିବନି,
ତେଣୁ ଏହି ଶରୀର ନାଶ ପାଇଁ ଦୁଃଖ କରିବାଟା ହିଁ ଅଜ୍ଞାନତା। ଆଚ୍ଛା, ଏଇ ଜ୍ଞାନଟା ତାହେଲେ ଅର୍ଜୁନଙ୍କୁ ସେଇ ଶରୀରର ମୋହରୁ ବାହାର କରିବାରେ ସାହାଯ୍ୟ କଲା? ହଁ, ତାଙ୍କୁ ଆତ୍ମା ସ୍ତରରେ ଚିନ୍ତା କରିବାକୁ ଶିଖେଲା ଆଉ ନିଜ କ୍ଷେତ୍ରୀୟ ଧର୍ମ ପାଳନ କରିବାକୁ ସାହସ ବି ଦେଲା। ବାସ୍ତବରେ ଏକଦମ ଦୃଷ୍ଟିକୋଣ ବଦଳାଇ ଦେଲା ଭଳି କଥା। କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି ମନକୁ। ଭଗବାନ ତ ଆହୁରି କେତେ କ'ଣ ଉଦାହରଣ ଦେଇପାରିଥାନ୍ତେ। ଏଇ ବସ୍ତ୍ର ବା ଲୁଗାର ଉପମା ହିଁ କାହିଁକି ବାଛିଲେ? କିଛି ଖାସ୍ କାରଣ ଅଛି କି ଏଥିରେ? ହଁ, ଏହାର ବିଶେଷ କାରଣ ଅଛି ନିଶ୍ଚିତ। ଦେଖନ୍ତୁ, ଲୁଗା ବଦଳାଇବାଟା କେତେ ସାଧାରଣ କଥା। ସମସ୍ତେ ବୁଝିପାରିବେ। ରାଜା ହେଉ କି ଗରିବ ଲୋକ, ସମସ୍ତେ ପୁରୁଣା ଲୁଗା ଛାଡ଼ି ନୂଆ ପିନ୍ଧନ୍ତି। ହଁ, ଏଇଟା ତ ଆମର ପ୍ରତିଦିନର ଅନୁଭବ। ଠିକ୍ ସେୟା। ଆଉ ଏଥିପାଇଁ କେହି ଦୁଃଖ କରନ୍ତିନି କି ଆଶ୍ଚର୍ଯ୍ୟ ହୁଅନ୍ତିନି, ବରଂ ନୂଆ ପିନ୍ଧିଲେ ଖୁସି ଲାଗେ। ତ ଏଇ ଯୋଉ ସହଜ, ସମସ୍ତଙ୍କର ଜଣା ଅନୁଭୂତି, ତାରି ମାଧ୍ୟମରେ ଭଗବାନ ଗୋଟେ ବଡ଼ କଥା କହିଦେଲେ। କହିଲେ ଆତ୍ମାର ଶରୀର ବଦଳାଇବାଟା ବି ଠିକ୍ ସେମିତି ଗୋଟେ ସାଧାରଣ ପ୍ରାକୃତିକ କଥା। ଏଥିରେ ଡରିବାର କିଛି ନାହିଁ। ଏକଦମ। ଯେମିତି ଆମେ ଚିରା ଲୁଗାକୁ ବିନା ଦୁଃଖରେ ଫୋପାଡ଼ି ଦିଉ, ଆତ୍ମା ବି ଜୀର୍ଣ୍ଣ ଶରୀରକୁ ସେମିତି ସ୍ୱାଭାବିକ ଭାବେ ଛାଡ଼ିଦିଏ। ଏଇ ଉପମାର ସରଳତା ଭିତରେ ହିଁ ତାର ଶକ୍ତି। ବଡ଼ ଜଟିଳ କଥାଟାକୁ ବି ସହଜରେ ବୁଝେଇ ଦଉଛି। ଆଉ ଗୋଟେ କଥା ବି ଅଛି, ଆମେ ଲୁଗା ନିଜେ ବାଛୁ, କିନ୍ତୁ ସେଟା ଆମର ଅସଲି ପରିଚୟ ନୁହେଁ। ହଁ, ସେମିତି ଶରୀରଟା ଆମକୁ କର୍ମ ଅନୁସାରେ ମିଳେ, କିନ୍ତୁ ଆମେ ସେଇ ଶରୀର ନୁହଁ। ବହୁତ ବଢ଼ିଆ କଥା। ଏହି ଯୋଉ ଧାରଣା, ଏହାକୁ ଆଜିକାଲିର ଦୁନିଆରେ ବୁଝିବା ପାଇଁ ଆଉ କିଛି ଉଦାହରଣ ଦିଆଯାଇ ପାରିବ କି? ହଁ, ନିଶ୍ଚୟ। ଆମେ ଚେଷ୍ଟା କରିପାରିବା ଆଜିକାଲିର ଟେକ୍ନୋଲୋଜିକୁ ନେଇ। ଭାବନ୍ତୁ ଗୋଟେ ମୋବାଇଲ ଫୋନ୍ ଆଉ ତା ଭିତରେ ଥିବା ସିମ୍ କାର୍ଡ। ଆଚ୍ଛା, କେମିତି? ଦେଖନ୍ତୁ, ମୋବାଇଲ ଫୋନ୍ଟା ହେଲା ଶରୀର ଭଳି। ସେଟା ପୁରୁଣା ହୁଏ, ଖରାପ ହୁଏ, ଭାଙ୍ଗିଯାଏ, କାମ କରେନି। ମାନେ ଶରୀରର ମୃତ୍ୟୁ ଭଳି। ହଁ, କିନ୍ତୁ ସିମ୍ କାର୍ଡଟା, ସେ ହେଲା ଆତ୍ମା ଭଳି। ଯେତେବେଳେ ଫୋନ୍ଟା ଅକାମୀ ହେଇଗଲା, ଆମେ କ'ଣ କରୁ? ସିମ୍ଟା ବାହାର କରି ନୂଆ ଫୋନ୍ରେ ପକାଇ ଦଉ। ହଁ, ପକେଇ ଦଉ। ସିମ୍ଟା ସେହି ସମାନ ରହେ। ତା ନମ୍ବର, ତା ପରିଚୟ ବଦଲେନି। ଆଉ ଯେମିତି ସିମ୍ରେ ଆମର କଣ୍ଟାକ୍ଟସ୍, ମେସେଜ ସବୁ ରହିଥାଏ। ହଁ, ସେ ଡାଟା ସବୁ। ଠିକ୍ ସେମିତି ଆତ୍ମା ବି ଯେତେବେଳେ ଶରୀର ବଦଳାଏ, ସେ ନିଜ ସାଙ୍ଗରେ ନେଇଯାଏ ତାର କର୍ମ ସଂସ୍କାର। କର୍ମ ସଂସ୍କାର? ମାନେ ପୂର୍ବଜନ୍ମରେ ସେ ଯାହା ସବୁ କାମ କରିଛି, ଭଲ ବା ମନ୍ଦ, ତାର ଯୋଉ ଗଭୀର ଛାପ ବା ପ୍ରଭାବ ରହିଯାଇଛି, ସେଇଟା। ଆଉ ସେଇଟା ତାର ପରଜନ୍ମକୁ ପ୍ରଭାବ ପକାଏ। ତ ଯେମିତି ସିମ୍ କାର୍ଡ ଅଲଗା ଅଲଗା ଫୋନ୍ରେ ଚାଲେ, ଆତ୍ମା ବି ଅଲଗା ଅଲଗା ଶରୀର ନିଏ, କିନ୍ତୁ ତାର ମୂଳ ସ୍ୱଭାବ ଆଉ କର୍ମର ଫଳକୁ ସାଙ୍ଗରେ ନେଇକି ଯାଏ। ଆଉ ଗୋଟେ ଚିନ୍ତାଧାରା ଅଛି, ଯଦିଓ ସାବଧାନତାର ସହ କହିବାକୁ ହେବ। କ'ଣ ସେଇଟା? ଆଜିକାଲି ବିଜ୍ଞାନରେ ଯୋଉ ଶକ୍ତି ସଂରକ୍ଷଣ ନିୟମ କଥା କହୁଛନ୍ତି, ଲ ଅଫ୍ କନଜରଭେସନ ଅଫ୍ ଏନର୍ଜି, ଓହୋ, ହଁ। ଯେ ଶକ୍ତିକୁ ତିଆରି କରିବା କି ନଷ୍ଟ କରାଯାଇପାରେ ନା, ଖାଲି ଗୋଟେ ରୂପରୁ ଆଉ ଗୋଟେ ରୂପକୁ ବଦଳିଯାଏ। ଏଇଟା ଆତ୍ମା ପାଇଁ ସିଧା ପ୍ରମାଣ ନୁହେଁ, କିନ୍ତୁ ଗୋଟେ ସମାନ୍ତରଳ ଚିନ୍ତା ଭାବେ ଦେଖିହେବ। ଯଦି ଆମେ ଆତ୍ମାକୁ ଗୋଟେ ଚେତନା ଶକ୍ତି, ମାନେ କନସିୟସ୍ ଏନର୍ଜି ବୋଲି ଭାବିବା, ଇଏ ଶରୀର ରୂପକ ମେସିନ୍ଟାକୁ ଚଲାଞ୍ଚି, ତାହେଲେ ଶରୀରଟା ନଷ୍ଟ ହେଇଗଲେ ବି ସେଇ ମୂଳ ଚେତନା ଶକ୍ତିଟା ନଷ୍ଟ ହଉନି। ସେ କେବଳ ଆଉ ଗୋଟିଏ ରୂପ ବା ଆଧାର, ମାନେ ନୂଆ ଶରୀର ଧାରଣ କରୁଛି। ଏଇଟା ତ ସେଇ ଭୌତିକବାଦୀ ଚିନ୍ତାକୁ ଚ୍ୟାଲେଞ୍ଜ କରୁଛି, ଯୋଉମାନେ ଭାବନ୍ତି ଶରୀର ଗଲେ ସବୁ ଗଲା। ନିଶ୍ଚୟ। ଗୀତା ସ୍ପଷ୍ଟ କହୁଛି, ଚେତନା ବା ଆତ୍ମା ଶରୀରଠୁ ଅଲଗା ଆଉ ସବୁବେଳେ ରହିବ। ଏ ଯୋଉ ଆତ୍ମାର ଅମରତା ଆଉ ପୁନର୍ଜନ୍ମ କଥା, ଏଇଟା କ'ଣ ଖାଲି ଗୀତାର ଏଇ ଶ୍ଲୋକରେ ଅଛି, ନା ଆମର ଅନ୍ୟ ପୁରୁଣା ଶାସ୍ତ୍ରରେ ବି ଏମିତି କଥା ଅଛି? ନା, ଏଇଟା ଖାଲି ଗୀତାର କଥା ନୁହେଁ। ଏଇଟା ବୈଦିକ ଦର୍ଶନର ମୂଳ କଥା। ଗୀତା ତ ହେଉଛି ସବୁ ବେଦ, ଉପନିଷଦର ସାର। ଯେମିତି ଦେଖନ୍ତୁ, କଠୋପନିଷଦରେ ସେଠି ଯମରାଜ ନଚିକେତାଙ୍କୁ ଆତ୍ମା ବିଷୟରେ ବୁଝେଇଲା ବେଳେ କହୁଛନ୍ତି, ସ୍ମରଣ କରି, ନ ଜାୟତେ ମୃୟତେ ବା ବିପଶ୍ଚିନ୍ନାୟଂ କୁତଶ୍ଚିନ୍ନ ବଭୂବ କଶ୍ଚିତ୍ ଅଜୋ ନିତ୍ୟଃ ଶାଶ୍ୱତୋୟଂ ପୁରାଣ ନ ହନ୍ୟତେ ହନ୍ୟମାନେ ଶରୀରେ। ବାଃ, ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା, ଏଇ ଯୋଉ ଜ୍ଞାନୀ ଆତ୍ମା, ସେ କେବେ ଜନ୍ମ ହୁଏନି କି ମରେନି। ସେ କୋଉଠୁ ଆସିନି କି ତାଠୁ କିଛି ବାହାରିନି। ସେ ଅଜନ୍ମା, ସବୁବେଳେ ଅଛି, ଶାଶ୍ୱତ, ପୁରାତନ। ଶରୀର ମରିଗଲେ ବି ସେ ମରେନା। ଦେଖିଲ, ଗୀତାର ଏଇ 22 ନମ୍ବର ଶ୍ଲୋକ ଠିକ୍ ଏଇ ଭାବନାକୁ ହିଁ ସେ ଲୁଗା ଉପମା ଦେଇ କହୁଛି। ଆଉ ୟା ପରେ ପରେ ହିଁ 23 ନମ୍ବର ଶ୍ଲୋକରେ ଭଗବାନ ଆହୁରି ସ୍ପଷ୍ଟ କରିଛନ୍ତି ଆତ୍ମା ବିଷୟରେ।
ହଁ ସେଇଟା ବି ବହୁତ ପ୍ରସିଦ୍ଧ ଶ୍ଲୋକ। ହଁ, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ। ମାନେ ଏ ଆତ୍ମାକୁ ଅସ୍ତ୍ର କାଟିପାରିବନି, ନିଆଁ ଜାଳିପାରିବନି, ପାଣି ଓଦା କରିପାରିବନି କି ପବନ ଶୁଖେଇ ପାରିବନି। ଅଦ୍ଭୁତ। ଏସବୁ କଥା ଗୋଟିଏ ଜିନିଷକୁ ଦୃଢ଼ କରୁଛି, ଆତ୍ମା ହିଁ ଅସଲ ସତ୍ୟ, ଶରୀରଟା ଖାଲି ଗୋଟେ ବାହାରର ଖୋଳପା। ଆଉ ଆପଣ କଠୋପନିଷଦର ନଚିକେତା ଆଉ ଯମରାଜଙ୍କ କଥା କହିଲେ, ସେ କାହାଣୀଟା ବି ତ ଏଇ ପ୍ରସଙ୍ଗରେ ବହୁତ ମହତ୍ତ୍ୱପୂର୍ଣ୍ଣ। ହଁ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସେ ଛୋଟ ପିଲା ନଚିକେତା ବାପାଙ୍କ କଥାରେ ଯମପୁରୀ ଗଲେ, ଯମରାଜଙ୍କଠୁ 3ଟା ବର ମାଗିଲେ। ତାଙ୍କର ଶେଷ ବର ଥିଲା ମୃତ୍ୟୁର ରହସ୍ୟ ଜାଣିବା। ମଲା ପରେ ମଣିଷର କଣ ହୁଏ, ଆତ୍ମା କୁଆଡ଼େ ଯାଏ, ଏଇସବୁ। ହଁ, ଯମରାଜ ପ୍ରଥମେ ତ ଏତେ ଗଭୀର କଥା କହିବାକୁ ଚାହୁଁନଥିଲେ। କହିଲେ ଦେବତାମାନେ ବି ଏହାକୁ ଠିକ୍ସେ ବୁଝିପାରନ୍ତିନି। ନଚିକେତାଙ୍କୁ କେତେ ଲୋଭ ଦେଖେଲେ, ରାଜ୍ୟ, ଧନ, ଦୀର୍ଘାୟୁ। କିନ୍ତୁ ନଚିକେତା ମାନିଲେନି। ନା, ତାଙ୍କର ସେଇ ଜିଦ୍ ଆଉ ଜାଣିବାର ଆଗ୍ରହ ଦେଖି ଯମରାଜ ଖୁସି ହେଲେ ଆଉ ତାପରେ ଆତ୍ମାର ଅମରତା ବିଷୟରେ ବହୁତ ବିସ୍ତାରରେ ବୁଝେଇଲେ। ସେ ଯାହା ବୁଝେଇଲେ ତାର ସାର କଥା ହିଁ ଏୟା, ଆତ୍ମା ଜନ୍ମ ହୁଏନା କି ମରେନା, ଖାଲି ଶରୀର ବଦଳାଏ, ଯେମିତି ଲୋକେ ଲୁଗା ବଦଳାନ୍ତି। ମାନେ ଗୀତାର ଏଇ ଶ୍ଲୋକ ସେଇ ପୁରୁଣା ଜ୍ଞାନର ହିଁ ଗୋଟେ ସୁନ୍ଦର ପୁନରାବୃତ୍ତି। ଏକଦମ। ଏତେ ସବୁ ଶୁଣିଲା ପରେ, ଏତେ ସ୍ପଷ୍ଟ ଭାବେ ବୁଝିଲା ପରେ ଗୋଟେ ବ୍ୟବହାରିକ ପ୍ରଶ୍ନ ମନକୁ ଆସୁଛି। ଯଦି ଆତ୍ମା ଅମର ଆଉ ମୃତ୍ୟୁ ଖାଲି ଶରୀର ବଦଳାଇବା କଥା, ତାହେଲେ ଆମେ ମଲାବେଳକୁ ଏତେ ଡରୁ କାହିଁକି? ଆଉ ଆମ ନିଜ ଲୋକ କିଏ ଚାଲିଗଲେ ଏତେ କାନ୍ଦୁ କାହିଁକି? ଏତେ ଦୁଃଖ କାହିଁକି ହୁଏ? ଏ ଯୋଉ ଜ୍ଞାନ ଆମେ ପାଇଲେ, ଏଟା ଆମର ସେଇ ଭାବନାଗୁଡ଼ାକୁ କେମିତି ପ୍ରଭାବିତ କରିବା କଥା? ହଁ, ଏଇଟା ବହୁତ ସ୍ୱାଭାବିକ ପ୍ରଶ୍ନ ଆଉ ଗଭୀର ବି। ଦେଖନ୍ତୁ, ଆମେ ସାଧାରଣ ମଣିଷମାନେ ନା ନିଜ ଶରୀର ସଙ୍ଗରେ ଆଉ ଶରୀରକୁ ନେଇ ଯୋଉ ସମ୍ପର୍କ, ତା ସଙ୍ଗରେ ବହୁତ ବେଶୀ ଯୋଡ଼ିଏ ରହିଥାଉ। ଆମେ ଭାବୁ ଆମେମାନେ ଏଇ ଶରୀରଟା, ଆଉ ଅନ୍ୟମାନଙ୍କୁ ବି ତାଙ୍କ ଶରୀର ଦେଇ ଚିହ୍ନୁ। ହଁ, ଏଟା ସତ। ତେଣୁ ଯେତେବେଳେ କାହାର ପ୍ରିୟ ଲୋକର ଶରୀରଟେ ଚାଲିଯାଏ, ମାନେ ମୃତ୍ୟୁ ହୁଏ, ସେହି ଶରୀରର ବିଚ୍ଛେଦଟା ଆମକୁ ବହୁତ କଷ୍ଟ ଦିଏ। ଦୁଃଖ ହେବାଟା ସ୍ୱାଭାବିକ, କିନ୍ତୁ ଗୀତାର ଏଇ ଜ୍ଞାନ ଆମକୁ ସାନ୍ତ୍ୱନା ଦିଏ, ସେଇ ଦୁଃଖକୁ ସମ୍ଭାଳିବାରେ ସାହାଯ୍ୟ କରେ। ଏହା ମନେ ପକାଇ ଦିଏ ଯେ ଆମେ ଯାହାକୁ ଭଲ ପାଉଥିଲେ ସେ ପ୍ରକୃତରେ ଶେଷ ହୋଇଯାଇନି। ଖାଲି ତାଙ୍କର ବର୍ତ୍ତମାନର ଶରୀର ରୂପକ ଲୁଗାଟା ବଦଳି ଯାଇଛି। ହଁ, ସେଇ ଆତ୍ମା ଆଉ କୋଉଠି, ଆଉ କୋଉ ନୂଆ ଶରୀରରେ ତାର ଯାତ୍ରା ଚାଲୁ ରଖିଛି ବା ରଖିବ। ଏଇ ବିଶ୍ୱାସଟା ହୁଏତ ଦୁଃଖକୁ ପୁରା ମିଶେଇ ଦେଇ ନପାରେ, କିନ୍ତୁ ନିଶ୍ଚୟ ତାର ଯନ୍ତ୍ରଣା କମ୍ କରିଦିଏ। ଆଉ ମୃତ୍ୟୁକୁ ଗୋଟେ ଭୟଙ୍କର ଶେଷ ନ ଭାବି ଗୋଟେ ପରିବର୍ତ୍ତନ ଭାବେ ଦେଖିବାକୁ ଶିଖାଏ। ଆଉ ନିଜ ମୃତ୍ୟୁର ଭୟ? ସେଇଟା ବି କମିଯାଏ। କାରଣ ନିଜ ମୃତ୍ୟୁର ଭୟଟା ମୁଖ୍ୟତଃ ଆସେ ମୁଁ ଶେଷ ହେଇଯିବି ଏଇ ଚିନ୍ତାରୁ। କିନ୍ତୁ ଯେତେବେଳେ ଆମେ ଜାଣୁ ଯେ ଆମେ ଏଇ ଶରୀର ନୁହଁ, ଆମେ ସେଇ ଅମର ଆତ୍ମା, ସେତେବେଳେ ମୃତ୍ୟୁ ଆଉ ସେତେ ଭୟଙ୍କର ଲାଗେନି। ମୃତ୍ୟୁ ଆମର ଶେଷ ନୁହେଁ, ଗୋଟେ ପର୍ବର ସମାପ୍ତି ଆଉ ନୂଆ ପର୍ବର ଆରମ୍ଭ। ଏହା ଜାଣିଲେ ଜୀବନକୁ ଅଧିକ ସାହସରେ ବଞ୍ଚି ହୁଏ। ଆଉ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଏଇ ଯୋଉ ପୁନର୍ଜନ୍ମ ବା ନୂଆ ଶରୀର ମିଳିବା କଥା, ଏଇଟା ଏମିତି ମନ ଇଚ୍ଛା ହୁଏନି। ଆଚ୍ଛା। ଏଇଟା ପୁରାପୁରି କର୍ମ ସିଦ୍ଧାନ୍ତ ଉପରେ ଆଧାରିତ। ଆତ୍ମା ଯେତେବେଳେ ଗୋଟେ ଶରୀର ଛାଡ଼େ, ସେ ସେହି ଜନ୍ମରେ ଯାହା ସବୁ କାମ କରିଥାଏ, ତାର ଫଳ ବା ସଂସ୍କାରକୁ ସାଙ୍ଗରେ ନେଇକି ଯାଏ। ଆଉ ସେହି କର୍ମଫଳ ହିଁ ଠିକ୍ କରେ ଯେ ଆତ୍ମାକୁ ପରଜନ୍ମରେ କେମିତିକା ଶରୀର, ମାନେ ନୂଆ ଲୁଗା ମିଳିବ, କେଉଁ ପରିସ୍ଥିତିରେ ଜନ୍ମ ହେବ, କେମିତି ସୁଖ ଦୁଃଖ ଭୋଗିବ। ମାନେ ଯେମିତି ପରୀକ୍ଷା ଫଳ ଅନୁସାରେ କ୍ଲାସ୍ ପ୍ରମୋସନ୍ ମିଳେ। ହଁ, କିଛିଟା ସେଇଭଳି। ଆତ୍ମା ନିଜ କର୍ମ ଅନୁସାରେ ହିଁ ପରବର୍ତ୍ତୀ ଜନ୍ମ ପାଏ। ଶାସ୍ତ୍ର କହେ ଭଲ କାମ କଲେ ଭଲ ଜନ୍ମ ମିଳେ, ଯେମିତି ଦେବତା ଜନ୍ମ କିମ୍ବା ମଣିଷ ଜନ୍ମରା ଭଲ ସୁବିଧା ସୁଯୋଗ। ଆଉ ଖରାପ କାମ ବା ପାପ କଲେ ତଳସ୍ତରର ଜନ୍ମ, ଯେମିତି ପଶୁପକ୍ଷୀ, କୀଟପତଙ୍ଗ କିମ୍ବା ମଣିଷ ହେଲେ ବି ବହୁତ କଷ୍ଟଦାୟକ ପରିସ୍ଥିତି ମିଳେ। ବାପ୍ରେ, ତାହେଲେ ଏ ଜ୍ଞାନର ଆମକୁ ଏଇ ଜୀବନରେ ଭଲ କାମ କରିବାକୁ ବହୁତ ପ୍ରେରଣା ଦେବା କଥା। ନିଶ୍ଚୟ, ଧର୍ମ ଅନୁସାରେ ଚାଲିବାକୁ। କାରଣ ଆମର ଆଜିର କାମ ହିଁ ଆମର କାଲିର ଭାଗ୍ୟ, ମାନେ ପରଜନ୍ମର ସ୍ଥିତି ତିଆରି କରିବ। ବାଃ, ବହୁତ ବଢ଼ିଆ ଭାବରେ ବୁଝେଇଲେ। ତେବେ ଯଦି ଆମେ ଏ ପୁରା ଆଲୋଚନାର ମୁଖ୍ୟ ଶିକ୍ଷା ବା ସାର କଥାକୁ କିଛି ପଏଣ୍ଟରେ କହିବା, ତାହା କ'ଣ ହେବ? ହଁ, ନିଶ୍ଚୟ। ମୁଖ୍ୟ କଥାଗୁଡ଼ିକ ହେଲା, ପ୍ରଥମ କଥା, ଶରୀର
ଆଉ ଆତ୍ମା ଅଲଗା। ଶରୀର ନାଶ ହେବ, ବଦଳିବ, ପୂରଣ ହେବ ଲୁଗା ଭଳି, କିନ୍ତୁ ଆତ୍ମା ଅମର, ସବୁବେଳେ ରହିବ। ଦ୍ୱିତୀୟ କଥା, ମୃତ୍ୟୁ କାହାରି ଶେଷ ନୁହେଁ। ଏଇଟା ଖାଲି ଆତ୍ମା ଦ୍ୱାରା ପୁରୁଣା ଶରୀର ଛାଡ଼ି ନୂଆ ଶରୀର ପିନ୍ଧିବାର ଗୋଟେ ପ୍ରାକୃତିକ ପ୍ରକ୍ରିୟା। ତୃତୀୟ କଥା, ଦୁଃଖ, ଭୟ, ମୋହମାୟା ଏସବୁ ମୁଖ୍ୟତଃ ଶରୀରକୁ ନେଇ। ଆତ୍ମଦୃଷ୍ଟିରୁ ଦେଖିଲେ ମୃତ୍ୟୁ ଏତେ ବଡ଼ ଘଟଣା ନୁହେଁ, ଖାଲି ଗୋଟେ ଅବସ୍ଥାର ପରିବର୍ତ୍ତନ। ଏହି ଜ୍ଞାନ ଦୁଃଖ ଆଉ ଭୟ କମ୍ କରିବାରେ ସାହାଯ୍ୟ କରେ। ଆଉ ଚତୁର୍ଥ କଥା, ଆତ୍ମାକୁ କେମିତି ନୂଆ ଶରୀର ମିଳିବ ସେଇଟା ତାର ପୂର୍ବଜନ୍ମର କର୍ମ ଉପରେ ନିର୍ଭର କରେ। ଏଇଟା ପୁନର୍ଜନ୍ମ ଆଉ କର୍ମଫଳର ନିୟମ। ଏହା ଆମକୁ ଏଇ ଜୀବନରେ ଧର୍ମ ଅନୁସାରେ ଭଲ କାମ କରିବାକୁ କହେ। ସତରେ ଆମ ଅସ୍ତିତ୍ୱକୁ ଦେଖିବାର ଏକ ଅଲଗା ହିଁ ନଜରିଆ, ବହୁତ ଗଭୀର, ଆଶ୍ୱାସନା ଦେଲା ଭଳି, ଆଉ ଆମକୁ ନିଜ ଦାୟିତ୍ୱ ବିଷୟରେ ସଚେତନ କଲା ଭଳି। ଏହା ଖାଲି ମୃତ୍ୟୁର ଡର କମଉନି, ଜୀବନକୁ ଗୋଟେ ଲକ୍ଷ୍ୟ ବି ଦଉଛି। ଆମେ ଯାହା ବି କରୁଛୁ ତାର ମହତ୍ୱ ଅଛି ବୋଲି ଜଣାପଡ଼ୁଛି। ଆଚ୍ଛା, ଏ ଆଲୋଚନା ଶେଷ କରିବା ଆଗରୁ ସମସ୍ତଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ। ଯଦି ଆମେ ଜାଣିଲେ ଯେ ଆତ୍ମା ନିଜ କର୍ମ ଅନୁସାରେ ନୂଆ ଶରୀର ବା ଲୁଗା ପାଏ, ତାହେଲେ ଆମେ ଏଇ ମଣିଷ ଜନ୍ମରେ ଯୋଉ ଲୁଗାଟା ପାଇଛେ, ମାନେ ଏ ଶରୀର, ବୁଦ୍ଧି, ସୁଯୋଗ, ଏସବୁକୁ କେମିତି ସବୁଠୁ ଭଲ ଭାବରେ ବ୍ୟବହାର କରିବା କଥା, ଆମର ଏବେକାର କାମ କେମିତି ଆମର ପରବର୍ତ୍ତୀ ଲୁଗା ବା ଶରୀରକୁ ଠିକ୍ କରିବ, ଆଉ ଏଇ ଜନ୍ମରେ ଆମେ କ'ଣ କରିବା ଉଚିତ ଯାହାଦ୍ୱାରା ସବୁଠୁ ଭଲ ଫଳ ମିଳିବ। ହୁଏତ ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ବାହାରିବା ପାଇଁ ବି ଆପଣମାନଙ୍କର ଯାହା ମନକୁ ଆସୁଛି, ଯାହା ବିଚାର, ନିଶ୍ଚୟ ଆମ ସହିତ କମେଣ୍ଟ ବକ୍ସରେ ସେୟାର କରନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ଆପଣ ନିଜର ଭକ୍ତି ଭାବ ଜଣାଇପାରିବେ। ଭଗବଦ୍ ଗୀତାର ଆଗାମୀ ଶ୍ଲୋକ ବା ଏମିତି ଆଉ ଆଧ୍ୟାତ୍ମିକ ବିଷୟରେ ଆମର ପରବର୍ତ୍ତୀ ଆଲୋଚନା ଶୁଣିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହେଇ ରୁହନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ଆଜିର ଏଇ ଗଭୀର ଆଲୋଚନାରେ ଆମ ସହିତ ରହିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖାହେବ ନୂଆ କିଛି ଜ୍ଞାନର ଆଲୋକ ସହିତ। ସେ ପର୍ଯ୍ୟନ୍ତ ନମସ୍କାର। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।